ନିର୍ବାଚନ ପୂର୍ବରୁ ଜଣାଯାଇଥିଲା ଯେ ଆପଣମାନଙ୍କୁ ଭତ୍ତା 3500 ଏବଂ 3000 ଟଙ୍କା ମିଳିବ। ଏହାକୁ ଶୁଣି ଭତ୍ତା ପାଉଥିବା ହିତାଧିକାରୀମାନେ ଖୁସିରେ ନାଚି ଉଠିଲେ। ଗାଁ ଗହଳିରେ ସେମାନେ ଉତ୍ସବ ବନେଇଲେ, କାରଣ ଭତ୍ତା ସେମାନେ 3000 ଏବଂ 3500 ଟଙ୍କା ପାଇବେ। ତାପରେ ଯେଉଁ ଟାଇପ୍ରେ ନିୟମ ଗୁଡ଼ିକ ଲାଗୁ କଲେ, ହିତାଧିକାରୀ ମାନେ ବହୁତ ଅସୁବିଧାର ସମ୍ମୁଖୀନ ହେଲେ। ସରକାର ଯାହା ବି ନିର୍ବାଚନ ପୂର୍ବରୁ ଜଣେଇଥିଲେ ପ୍ରାୟ 90% ପୂରଣ କରିଛନ୍ତି, ଆଉ 10% ଏମିତି ବାକି ରହିଛି। ଆମେ କହିବାନି ଯେ ପ୍ରତିଶ୍ରୁତି ଦେଇଥିଲେ ସେ ପ୍ରତିଶ୍ରୁତିକୁ ଜମା ବି ପାଳନ କରିନାହାନ୍ତି। ଆପଣ ବି କହିପାରିବେନି କି ଆମେ ବି କହିପାରିବାନି, କିନ୍ତୁ 90% ପ୍ରତିଶ୍ରୁତି ପାଳନ କରୁଛନ୍ତି, ଆଉ 10% ପ୍ରତିଶ୍ରୁତି ବାକି ରହିଛି। ତ 3000 ଏବଂ 3500 ଟଙ୍କା ଭତ୍ତା ଦେବେ ବୋଲି କହିଥିଲେ, କିନ୍ତୁ 3500 ଟଙ୍କା ଭତ୍ତା ଦେଲେ। ତ କେଉଁମାନଙ୍କୁ 3500 ଟଙ୍କା ଭତ୍ତା ଦେଲେ? ଗାଁ ଗହଳିରେ ଯେଉଁ ବରିଷ୍ଠ ବ୍ୟକ୍ତିମାନେ ରହିଛନ୍ତି, ଯେଉଁମାନଙ୍କର ବୟସ 80 ବର୍ଷ ପୂରଣ ହୋଇଯାଇଛି, 80 ବର୍ଷରୁ ଉର୍ଦ୍ଧ୍ୱ ଯେଉଁମାନଙ୍କର ବୟସ ରହିଛି, ତ ସେଇମାନଙ୍କୁ 3500 ଟଙ୍କା ଭତ୍ତା ଦେଲେ। ଏବଂ ଯେଉଁମାନେ ବିକଳାଙ୍ଗ ରହିଛନ୍ତି ସେମାନଙ୍କର 80% ହୋଇଥିବା ଦରକାର, 80%ରୁ ଉର୍ଦ୍ଧ୍ୱ ବିକଳାଙ୍ଗଙ୍କୁ 3500 ଟଙ୍କା ଭତ୍ତା ଦିଆଗଲା। ଯଦି ଏମିତି ଆମେ ଗାଁ ଗହଳିରେ ଦେଖିବା, 80 ବର୍ଷିଆ ବୁଢ଼ା ବୁଢ଼ୀ କେତେ ଜଣ ଅଛନ୍ତି ଆପଣମାନେ କହିବେ? ତ ଆପଣମାନେ ନିଶ୍ଚୟ କମେଣ୍ଟ କରିକି ଜଣେଇବେ ଯେ ଆପଣଙ୍କ ଗାଁରେ 80 ବର୍ଷ ଏବଂ 80 ବର୍ଷରୁ ଉର୍ଦ୍ଧ୍ୱ ଯେଉଁ ବୁଢ଼ା ବୁଢ଼ୀ ମାନେ ଅଛନ୍ତି କେତେ ଅଛନ୍ତି? ତ ସେମିତି ଦେଖିବାକୁ ଗଲେ ପ୍ରାୟ 1% ପ୍ରାୟ ଥିବେ, 1%, କେଉଁ ଗାଁରେ 2%, ତାଠୁ ଅଧିକ ନଥିବେ। ବିକଳାଙ୍ଗ ବି ସେଇଭଳିଆ। ବିକଳାଙ୍ଗ 80% କହିବାକୁ ଗଲେ ବହୁତ କମ୍ ବିକଳାଙ୍ଗ ରହିଛନ୍ତି। 80 ବର୍ଷ ତଳକୁ ବହୁତ ବିକଳାଙ୍ଗ ରହିଛନ୍ତି, ସେମାନଙ୍କର ଟଙ୍କା ଆବଶ୍ୟକତା ରହିଛି। ଯେଉଁମାନଙ୍କର ବୟସ 80 ବର୍ଷ ପାରେଇନି, 60ରୁ 80 ବର୍ଷ ମଧ୍ୟରେ ଯେଉଁମାନେ ଭତ୍ତା ପାଉଛନ୍ତି, ତ ସେଇ ଲୋକମାନେ ହିଁ ବେଶୀ ଦିନ ବଞ୍ଚୁଛନ୍ତି। ସେଇମାନଙ୍କର ତ ଟଙ୍କା ଆବଶ୍ୟକତା। ଯେଉଁମାନେ 80 ବର୍ଷ, 80 ବର୍ଷରୁ ଉର୍ଦ୍ଧ୍ୱ ବ୍ୟକ୍ତି, ସେମାନେ କେତେ ଦିନ ବା ବଞ୍ଚୁଛନ୍ତି? ଏମିତିକା ବହୁତ କମ୍ ଲୋକ ରହିଛନ୍ତି ଗାଁ ଗହଳିରେ। ସେମାନଙ୍କର ଟଙ୍କାର ଆବଶ୍ୟକତା ଯେତେ ଅଧିକ ନୁହଁ, ଆମର 60 ବର୍ଷରୁ 80 ବର୍ଷ ମଧ୍ୟରେ ଯେଉଁ ବୟସ୍କ ଲୋକମାନେ ରହିଛନ୍ତି ସେମାନଙ୍କର ଟଙ୍କାର ଅଧିକ ଆବଶ୍ୟକତା ରହିଛି। ଆଜ୍ଞା, ସରକାର ବି ଏହା ଜାଣିବା ଦରକାର ଯେ କେଉଁମାନଙ୍କୁ ଭତ୍ତା ଟଙ୍କାର ଆବଶ୍ୟକତା ଅଧିକ ରହିଛି। ଭତ୍ତା ତ ସରକାରଙ୍କ ତରଫରୁ ଜାରି କରାଯାଉଛି, କିନ୍ତୁ ଠିକ୍ ସମୟରେ ହିତାଧିକାରୀମାନଙ୍କ ବ୍ୟାଙ୍କ ଖାତାକୁ କିମ୍ବା କ୍ୟାସ୍ ମାଧ୍ୟମରେ ଯେଉଁ ହିତାଧିକାରୀମାନେ ଭତ୍ତା ଟଙ୍କା ପାଉଛନ୍ତି ସେମାନଙ୍କୁ ଠିକ୍ ସମୟରେ ମିଳୁନାହିଁ। ତ ଏଇଟା ବହୁତ ବଡ଼ ଅସୁବିଧା ମଧ୍ୟ ରହିଛି। ସରକାର ଏହା ପାଇଁ ମଧ୍ୟ ବଡ଼ ନିଷ୍ପତ୍ତି ନେଉଛନ୍ତି, କେମିତି ସୁଚାରୁ ରୂପେ ଭତ୍ତା ଟଙ୍କା ହିତାଧିକାରୀମାନେ ପାଇପାରିବେ, ଠିକ୍ ସମୟରେ ପାଇପାରିବେ। ଭତ୍ତା ହିତାଧିକାରୀମାନଙ୍କୁ ପୂର୍ବ ସରକାର ଥିବା ସମୟରେ ଖରା ଦିନରେ ଛତା ମିଳୁଥିଲା, ଆଉ ରଥଯାତ୍ରା ଦେଖିବା ପାଇଁ ପଇସା ମିଳୁଥିଲା, ଏବଂ ଶୀତ ଦିନରେ ଶୀତ ବସ୍ତ୍ର ମଧ୍ୟ ପରିଧାନ କରିବା ପାଇଁ ମଧ୍ୟ ଟଙ୍କା ମିଳୁଥିଲା। ମୁଁ ଆପଣମାନଙ୍କୁ କୌଣସି ରାଜନୈତିକ ଦୃଷ୍ଟିରୁ କହୁନାହିଁ, ଯେଉଁଟା ଘଟୁଛି ସେଇଟା ମୁଁ ଆପଣମାନଙ୍କୁ ଜଣାଉଛି। ତ ବର୍ତ୍ତମାନ ସବୁଠୁ ବଡ଼ ପ୍ରଶ୍ନ ରହିଛି, ଭତ୍ତା କେବେ ମିଳିବ? ଯେଉଁମାନେ କ୍ୟାସ୍ ମାଧ୍ୟମରେ ଟଙ୍କା ପାଉଛନ୍ତି ସେମାନେ ଅଚିନ୍ତାରେ ରହିଛନ୍ତି, ସେମାନଙ୍କର କିଛି ବି ଅସୁବିଧା ହେଉନାହିଁ। ଆଉ ଯେଉଁମାନେ ବ୍ୟାଙ୍କ ଆକାଉଣ୍ଟ ମାଧ୍ୟମରେ ଭତ୍ତା ଟଙ୍କା ପାଉଛନ୍ତି ସେମାନଙ୍କର ବହୁତ ସାରା ଅସୁବିଧା ହେଉଛି। ତ ସରକାରଙ୍କ ତରଫରୁ ଯେଉଁ ନିୟମ ଗୁଡ଼ିକ ଲାଗୁ କରାଯାଇଛି, ସେ ନିୟମ ଗୁଡ଼ିକ ସେମାନେ ବୁଝିପାରୁନାହାନ୍ତି, ଯାହାଫଳରେ ସେମାନେ ସେହି ଅନୁସାରେ କାର୍ଯ୍ୟ କରିପାରୁନାହାନ୍ତି। ସେମାନଙ୍କର ଭତ୍ତା ଟଙ୍କା କେବେ ମିଳିବ? ତ ସେମାନେ ଅପେକ୍ଷା କରିଛନ୍ତି। ତ ଗଲା ମାସର ଭତ୍ତା ଟଙ୍କା ଏପର୍ଯ୍ୟନ୍ତ ସେମାନଙ୍କ ବ୍ୟାଙ୍କ ଖାତାକୁ ଆସିପାରିନାହିଁ। ବାରମ୍ବାର ବ୍ୟାଙ୍କକୁ ଯାଉଛନ୍ତି, ଚେକ୍ କରୁଛନ୍ତି ଭତ୍ତା ଟଙ୍କା ଆସିଛି କି ନାହିଁ। କିନ୍ତୁ ସବୁଠୁ ବଡ଼ କଥା ହେଲା, ସରକାରଙ୍କ ତରଫରୁ ଯେଉଁ ନୂଆ ନିୟମ ଲାଗୁ କରାଯାଇଛି, ସେଇ ନିୟମ ଅନୁସାରେ କେତେ ଭତ୍ତା ହିତାଧିକାରୀ କାମ କରିଛନ୍ତି, କେଉଁମାନେ କାମ କରିନାହାନ୍ତି, ଏହାକୁ ନେଇ ସରକାର ମଧ୍ୟ ଘୋଷଣା କରିଛନ୍ତି ଯେ ଆପଣମାନଙ୍କୁ କ'ଣ କରିବାର ଅଛି ଭତ୍ତା ଟଙ୍କା ଟାଇମ୍ ଟୁ ଟାଇମ୍ ପାଇବା ପାଇଁ। ତ ଭତ୍ତା ଟଙ୍କା ଯେଉଁ ଭଳିଆ ସିଷ୍ଟମ୍ରେ ମିଳୁଛି ଆପଣମାନେ ଭଲ ଭାବରେ ଜାଣିଥିବେ। ତ
କେଉଁ ମାସରେ ଆପଣମାନଙ୍କର 26 ତାରିଖରେ ମିଳୁଛି ତ କେଉଁ ମାସରେ ଆପଣମାନଙ୍କୁ 27 ତାରିଖରେ ମିଳୁଛି। ତ ଏ ମାସର ଭତ୍ତା ଟଙ୍କା ଆପଣମାନଙ୍କୁ ଆର ମାସରେ ମିଳୁଛି। ଏଇଭଳି ସିଷ୍ଟମ ଗୁଡ଼ିକରେ ଭତ୍ତା ଟଙ୍କା ମିଳୁଛି। କିନ୍ତୁ ହିତାଧିକାରୀମାନଙ୍କର ପ୍ରଶ୍ନ ରହୁଛି ଯେଉଁ ବାକି ଭତ୍ତା ଟଙ୍କା ଆମକୁ କେବେ ମିଳିବ। ସରକାରଙ୍କ ତରଫରୁ ଘୋଷଣା ଜାରି କରାଯାଇଛି ଯେଉଁମାନଙ୍କର ବୟସ 60 ବର୍ଷ ହେଇଯାଇଛି ସେମାନେ ବର୍ତ୍ତମାନ ଆବେଦନ କରିପାରିବେ। ଅନଲାଇନରେ ଆବେଦନ ପ୍ରକ୍ରିୟା ଚାଲିଛି। ଯଦି ଆପଣମାନେ ଘରେ ବସି ନିଜର ମୋବାଇଲ ମାଧ୍ୟମରେ ଆବେଦନ କରିବା ପାଇଁ ଚାହୁଁଛନ୍ତି ତାହେଲେ ଆପଣମାନେ କମେଣ୍ଟ ସେକ୍ସନରେ କମେଣ୍ଟ କରିକି ଜଣାନ୍ତୁ। ମୁଁ ନେକ୍ସଟ ଭିଡ଼ିଓରେ ଆପଣମାନଙ୍କ ପାଇଁ ଅନଲାଇନରେ କେମିତି ଆପଣମାନେ ଭତ୍ତା ପାଇବା ପାଇଁ ଆବେଦନ କରିବେ ମୁଁ ଭିଡ଼ିଓ ନେଇ ଆସିବି। ଯେଉଁ ହିତାଧିକାରୀମାନେ ଭତ୍ତା ଟଙ୍କା ଏପର୍ଯ୍ୟନ୍ତ ପାଇନାହାନ୍ତି ସେମାନଙ୍କର ବାକି ରହିଛି, ସେମାନଙ୍କର ପ୍ରଶ୍ନ ରହିଛି ଭତ୍ତା ଟଙ୍କା କେବେ ମିଳିବ। ଦେଖନ୍ତୁ ସରକାରଙ୍କ ତରଫରୁ ଯେଉଁ ନୂଆ ନିୟମ ଲାଗୁ କରାଯାଇଥିଲା ଆପଣମାନଙ୍କର ଆଧାର କାର୍ଡ଼ ସହିତ ବ୍ୟାଙ୍କ ଆକାଉଣ୍ଟକୁ ସଂଯୋଗ କରିବେ ଯେଉଁଟାକି ଆପଣମାନଙ୍କର ଡିବିଟିକୁ ସକ୍ରିୟ କରିବାର ଅଛି। ତା ସହିତ ଆପଣମାନଙ୍କର ବ୍ୟାଙ୍କରେ KYC ଯଦି ଅସୁବିଧା ରହିଥିବ ଆପଣମାନେ KYCକୁ ମଧ୍ୟ ସମ୍ପୂର୍ଣ୍ଣ କରିବାର ଅଛି। ଆପଣମାନଙ୍କର SBIରେ ଯେଉଁମାନଙ୍କର ବ୍ୟାଙ୍କ ଖାତା ରହିଥିଲା ସେମାନଙ୍କ ପାଇଁ KYC କରିବା ପାଇଁ ଏକ ନୋଟିସ୍ ମଧ୍ୟ ଜାରି କରାଯାଇଥିଲା। ଯଦି ଆପଣମାନଙ୍କର SBIରେ ଖାତା ରହିଛି ତାହେଲେ ଆପଣମାନେ KYCଟିକୁ କମ୍ପ୍ଲିଟ୍ କରିବା ପାଇଁ ଆପଣମାନଙ୍କର ଆଧାର କାର୍ଡ଼, ବ୍ୟାଙ୍କ ପାସବୁକ୍, 2ଟି ପାସପୋର୍ଟ ସାଇଜ୍ ଫଟୋ ନେଇକି ଆପଣମାନେ ବ୍ୟାଙ୍କକୁ ଯାଆନ୍ତୁ। KYCକୁ ସମ୍ପୂର୍ଣ୍ଣ କରନ୍ତୁ, ନଚେତ ଆପଣମାନଙ୍କର ଭତ୍ତା ଟଙ୍କା ଅଟକିଯିବ ଯେଉଁ ହିତାଧିକାରୀମାନଙ୍କର SBIରେ ଖାତା ରହିଛି। ତା ସହିତ ମୁଁ ଆପଣମାନଙ୍କୁ କହି ରଖିବି ଯଦି ଆପଣମାନେ ସରକାରୀ ଯୋଜନାରେ ସାମିଲ ହେଇଛନ୍ତି, ସରକାରୀ ଯୋଜନା ଗୁଡ଼ିକର ଆର୍ଥିକ ସହାୟତା ପାଇବା ପାଇଁ ଚାହୁଁଛନ୍ତି ତାହେଲେ ଆପଣ ପୋଷ୍ଟାଲ ପେମେଣ୍ଟ ବ୍ୟାଙ୍କରେ ଏକ ଖାତା ଖୋଲି ଦିଅନ୍ତୁ ଯାହାଫଳରେ ଆପଣମାନଙ୍କର କୌଣସି ଅସୁବିଧା ହେବ ନାହିଁ। ଦେଖନ୍ତୁ ଯାହା ଖବରରେ ମେନସନ୍ ରହିଛି ମଧୁବାବୁ ପେନସନ୍ ଯୋଜନାରେ ଆଉ 6 ଲକ୍ଷ ଲୋକ ସାମିଲ ହେବେ। ମଧୁବାବୁ ପେନସନ୍ ଯୋଜନାରେ ଆଉ 6 ଲକ୍ଷ ହିତାଧିକାରୀଙ୍କୁ ସାମିଲ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୂଚନା ଦେଇଛନ୍ତି। କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତିକରଣ ରାଷ୍ଟ୍ରମନ୍ତ୍ରୀ ରାମଦାସଙ୍କ ସହ ଲୋକସଭା ଭବନରେ ଏହି ପ୍ରସଙ୍ଗରେ ଆଲୋଚନା ହୋଇଛି। ଆହୁରି ମଧ୍ୟ ମେନସନ୍ ରହିଛି କେନ୍ଦ୍ର ଓ ରାଜ୍ୟ ସରକାର ସାମାଜିକ କଲ୍ୟାଣ କାର୍ଯ୍ୟକ୍ରମରେ ସମନ୍ୱୟ ବଢ଼ାଇବାକୁ ସହମତି ପ୍ରକାଶ କରିଛନ୍ତି। ବୈଠକରେ ଛାତ୍ରବୃତ୍ତି, ଉଚ୍ଚଶିକ୍ଷା, ଚାକିରିରେ ସଂରକ୍ଷଣ ଓ ସାମାଜିକ ସୁରକ୍ଷା ଯୋଜନା ଉପରେ ଆଲୋଚନା ହୋଇଛି। ଆଉ କ'ଣ ମେନସନ୍ ରହିଛି ଆନ୍ତର୍ଜାତିକ ବିବାହିତ ଦମ୍ପତିଙ୍କ ପାଇଁ କେନ୍ଦ୍ର ସରକାରଙ୍କ 2.5 ଲକ୍ଷ ଟଙ୍କା ପ୍ରୋତ୍ସାହନ ରାଶି ସମ୍ପର୍କରେ ସଚେତନତା ବଢ଼ାଇବାକୁ ପରାମର୍ଶ ଦିଆଯାଇଛି।